भगवते वासुदेवाय। द्वितीय अध्याय। मुनिए प्रथम अध्याय स्वतंको शत प्रश्न कले। द्वितीय चारिटी प्रश्नर स्वत जे दियन्ति उत्तर। व्यास उवाच मुनिका प्रश्न करने शुणी हरसे मने मने गुणी। परम प्रीति वाक्य पाई गुरुଙ୍କୁ मने मने ध्याई। जीवर हिते कृत कृत्य हसिक हन्ति मुनिसुत। सुत उवाच जे सुख एकांत गमन कर्ण देह कले शून्य। पुत्रर स्नेह मने धरी व्यास डाकନ୍ତି उच्च करी। पितार स्नेह रक्षार्थे उत्तर देले ବୃକ୍ଷପତେ। ତାହାଙ୍କୁ ମୋର ନମସ୍କାର ଯେ ହୃଦ ସର୍ବ ପ୍ରାଣୀଙ୍କର। ଜୀବର ପରିତ୍ରାଣ ଅର୍ଥେ କରୁଣା ବହି ଯେହୁ ଚିତ୍ତେ। ଅଖିଳ ବେଦର ଯେ ସାର ଯେ ଅନୁଭବ ଆପଣାର। କହିଲେ ପୁରାଣର ସାର ତାହାଙ୍କୁ ମୋର ନମସ୍କାର। ଭାରତୀ ନର ନାରାୟଣ ଯେ ଗ୍ରନ୍ଥ ସଂସାର ତାରଣ। ଉଦିତ କଲେ ଏ ସଂସାରେ ନମଇ ତାହାଙ୍କ ପୟରେ। ହେମନ୍ତେ ନମସ୍କାର କରି କହନ୍ତି ମନେ ମୋଦ ଭରି। ଶୁଣ ସକଳ ମୁନିଗଣ ସାଧୁ ଏ ତୁମ୍ଭର ବଚନ। ପରମ ମଙ୍ଗଳ ଏ ବାଣୀ ଜୀବନୀ ସ୍ତରେ ଯାହା ଶୁଣି। ପରମ ଧର୍ମ ଏ ଜଗତେ କୃଷ୍ଣ ଭକତି ଯେଉଁ ମତେ। ଫଳର ଆଶା ଯହି ନାହିଁ ବିଘ୍ନ ପଶିବ ବା କାହିଁ। ଯେ ଭକ୍ତି ବଳେ ସଂସାର ନହଇ ପୁଣ ଏ ଜୀବର। ଭକତି କଲେ ଜ୍ଞାନ ହୋଏ ଜୀବନ ପଡ଼େ ମାୟା ମୋହେ। କୃଷ୍ଣ ଚରିତ ଶୁଣି ଯେବେ ଭକ୍ତି ନ ଜନ୍ମେ ମୂଢ଼ ଭାବେ। କେବଳ ଶ୍ରମ ତାହାଙ୍କର କାହୁଁ ତରିବେ ତମ ଘୋର। ଯେ ଧର୍ମ ଫଳ ମୁଖ୍ୟ ହୁଏ ତା ପ୍ରୟୋଜନ ଅର୍ଥ ନୁହେଁ। ଧର୍ମେ ଅରଜି ଯେ ବାଧନ ଭୋଗ ନୁହେଁ ତା ପ୍ରୟୋଜନ। ଇନ୍ଦ୍ରିୟ ପ୍ରିୟ ଭୋଗ ଯେତେ ଲୋଭେ ଭ୍ରମନ୍ତି କାମ ଅର୍ଥେ। ଯାବତ ଜୀବନ ଧରଇ କାମ ଭୋଗରେ ସୁଖ କାହିଁ। ଜୀବର ତତ୍ତ୍ୱ ଜାଣିବାର କେବଳ ପରମାର୍ଥ ସାର। ତତ୍ତ୍ୱ ବିଚାରି ଜ୍ଞାନୀ ଯେତେ ଜ୍ଞାନ କହନ୍ତି ଏ ଜଗତେ। କେହୁ କହନ୍ତି ବ୍ରହ୍ମ ତତ୍ତ୍ୱ କେହ ବା ବୋଲେ ପରମାତ୍ମ। କେହୁ ବୋଲନ୍ତି ଭଗବାନ ନିର୍ମଳ ଅଦ୍ବୟ ଯେ ଜ୍ଞାନ। ଏ ଭାବେ ଶ୍ରଦ୍ଧା ଯେ ବହନ୍ତି ଜ୍ଞାନ ବୈରାଗ୍ୟ ଆଚରନ୍ତି। କରନ୍ତି ବିଷ୍ଣୁରେ ଭକତି ଆତ୍ମାରେ ଆତ୍ମାକୁ ଦେଖନ୍ତି। ଏଣୁ ଏ ଅଖିଳ ଜଗତେ ଅଛନ୍ତି ବର୍ଣ୍ଣାଶ୍ରମୀ ଯେତେ। ସ୍ୱଭାବ ଧର୍ମ ଆଚରଣେ ଭକ୍ତି ଯେ କରି ନାରାୟଣେ। ତେଣେ ସନ୍ତୋଷ ବିଷ୍ଣୁ ହୋଇ ପ୍ରାଣୀଙ୍କି ଚଉବର୍ଗ ଦେଇ। ଏ ଘେନି ହୋଇ ଏକ ମନ ଭାବେ ତୋଷିବ ଭଗବାନ। ବିଷ୍ଣୁର ଗୁଣ କର୍ମ ଯେତେ ନୀତି ଶୁଣିବ କର୍ଣ୍ଣ ପଥେ। ନିର୍ମଳ କରି ବୁଦ୍ଧି ମନ ନିରତେ କରିବ କୀର୍ତ୍ତନ। ଧ୍ୟାନେ ଚିନ୍ତିବ ବିଷ୍ଣୁ ମୂର୍ତ୍ତି ପୂଜା କରିବ ନୀତି ନୀତି। ଏ ଭାବେ ଭକ୍ତି ଯୋଗ ବଢ଼େ କର୍ମ ବନ୍ଧନ ବେଗେ ଛିଡ଼େ। ଏଣୁ ଜଗତେ ଜ୍ଞାନୀ ଯେହି ହରି ନ ଭଜି କେବା ରହି। କୃଷ୍ଣ କଥାରେ ରତି ଯାର ସେ ପ୍ରାଣୀ ଭବ ମଧ୍ୟ ସାର। ହରି କଥାରେ ଯାର ଶ୍ରଦ୍ଧା ତାକୁ ନ ଲାଗେ ଭବ ବାଧା। ପୁଣ୍ୟ ତୀର୍ଥକୁ ଆଶ୍ରୟ କଲେ ସେ ତୀର୍ଥେ ସାଧୁ ସଙ୍ଗ ମିଳେ। ଭକତ ସଙ୍ଗେ ଯେବେ ମିଶେ ତେବେ ସେ ହରି ରସେ ରସେ। କୃଷ୍ଣର କଥା ଯେ ଶୁଣନ୍ତି ବଦନେ ମହିମା ଗୁଣନ୍ତି। ତାହାଙ୍କ ହୃଦେ ହରି ବସେ ସକଳ କଳ୍ମଷ ବିନାଶେ।
से पुण्य श्रवण कीर्तन वेदे कहन्ति मुनिजन। साधुजनଙ୍କ ମିତ୍ର ହରି ଏଣୁ ଭକତଙ୍କୁ ଆବରି ହେଳେ ତାର ଏଇ ଭବ ସିନ୍ଧୁ। ଯେଣୁ ଭକତ ଜନ ବନ୍ଧୁ ଭକତ ଜନ ସେବା ଫଳେ ଦହନ ହୁଅନ୍ତି ଅମଙ୍ଗଳେ। ତେବେ ସେ ଗୋବିନ୍ଦ ବିଷୟେ ଭକ୍ତି ଉପୁଜେ ନର ଦେହେ। ସ୍ୱଭାବେ ରଜତମ ଦୁଇ କାମ ଲୋଭାଦି ଯେତେ ଥାଇ ଚିତ୍ତୁ ବାହାର ହୋଇଯାନ୍ତି ସାତ୍ବିକ ଭାବ ଆବରନ୍ତି। ଏହି ପ୍ରକାରେ ଯେବେ ମନ ହୋଇବ ନିର୍ମଳ ପ୍ରସନ୍ନ ତେବେ ସେ ଭକ୍ତି ଯୋଗ ବଳେ ବିଷ୍ଣୁ ଭକତ ସଙ୍ଗ ମେଳେ। ନିର୍ମଳ ଜ୍ଞାନ ପ୍ରକାଶଇ ଜନ୍ମ ମରଣ ଆଉ କାହିଁ ଅଶେଷ ଜନ୍ମ ଗ୍ରନ୍ଥି ବନ୍ଧ ଏଣେ ଛିଣ୍ଡଇ ସର୍ବଦ୍ୱନ୍ଦ ସର୍ବ ସଂଶୟ ତୁଲେ କର୍ମ ତୋଟଇ ବିଶ୍ୱମାୟା ଭ୍ରମ। ଆତ୍ମାରେ ଆତ୍ମାକୁ ଦେଖନ୍ତି ଜନ୍ମ ମରଣେ ନାହିଁ ଭୀତି ଏଣୁ ପଣ୍ଡିତ ଜନ ଯେତେ ଆନନ୍ଦେ ଭକ୍ତି ଯୋଗ ମତେ। ହରି ବିଷୟ ଦୃଢ଼ ଚିତ୍ତେ ନିତ୍ୟ ଚିନ୍ତନ୍ତି ଆତ୍ମହିତେ। ବିଷ୍ଣୁର ମାୟାରୁ ସମ୍ଭୂତ ଆଦି ପ୍ରକୃତି ଜନମାତ। ଯେ ସତ୍ୱ ରଜ ତମ ଗୁଣ ସୃଷ୍ଟି ପାଳନ ସଂହାରଣ ଅନାଦି ପରମ ପୁରୁଷ ଏ ତିନି ଗୁଣେ ସେ ପ୍ରକାଶ। ସୃଷ୍ଟି ଉଦୟେ ବ୍ରହ୍ମା ହୋଇ ପାଳନେ ବିଷ୍ଣୁ ସେ ବୋଲାଇ ସଂହାର କାଳେ ରୁଦ୍ର ରୂପେ ସୁଖେ ବିହରେ ମୋହ କଳ୍ପେ। ସେ ଶୁଦ୍ଧ ସତ୍ୱ ବିଷ୍ଣୁ ଦେହେ ଜନ୍ତୁଙ୍କ ଶ୍ରେୟ ଗୁଣ ବହେ। କାଷ୍ଠ ସଂଯୋଗ ଧୂମ ଜାତ ଧୂମରୁ ଅନଳ ସମ୍ଭୂତ ତ୍ରୟୀ ବିଭାଗ ଏ ପ୍ରମାଣ ତାମସ ରଜ ସତ୍ୱ ଗୁଣ। ଏ ଭାବେ ବ୍ରହ୍ମ ପରିମାଣି ଭବସାଗରୁ ତରେ ପ୍ରାଣୀ ନିର୍ମଳ ଚେତା ମୁନି ଯେତେ ବିଚାର କରି ଆତ୍ମା ହିତେ। ବିଷ୍ଣୁ ବିଶୁଦ୍ଧ ସତ୍ୱ ଜାଣି ଭଜିଲେ ମୋକ୍ଷ ପରିମାଣି ତାମସ ରଜ ଗୁଣେ ଯେତେ ଯେ ଭୂତପତି ଏ ଜଗତେ ସ୍ୱଭାବେ ଘୋର ଭୟଙ୍କର ଏଣୁ ନ ଭଜେ ସାଧୁ ନର। ଅହିଂସା ଶାନ୍ତି ଗୁଣେ ଥାନ୍ତି ହରି ଚରଣ ନିତ୍ୟ ଚିନ୍ତି ଧନ ସମ୍ପଦେ ଯାର ଇଚ୍ଛା ସେ କରେ ପିତୃଭୂତ ଦୀକ୍ଷା। ସଂସାରେ ବେଦ ଯଜ୍ଞ ଯେତେ ଯୋଗ ସାଧନ କ୍ରିୟା ମତେ ପରମ ଜ୍ଞାନ ତପ ଆଦି କଠୋର ଯେତେ ଧର୍ମ ସାଧି। ଏ ସର୍ବବିଧି ଧର୍ମ ଯେତେ କରିବ ବିଷ୍ଣୁ ପ୍ରୀତି ଅର୍ଥେ। ଏ ତିନି ଗୁଣେ ନାରାୟଣ ସୃଷ୍ଟି ପାଳନ ସଂହାରଣ ଏ ରୂପେ ଆତ୍ମମାୟା କରି ବିଶ୍ୱ ସଂସାରେ ସେ ବିହରି। ସ୍ୱଭାବେ ନିର୍ଗୁଣ ମୁରାରି ଖେଳଇ ତ୍ରିଗୁଣ ଆବେରି ସକଳ ଜୀବ ମଧ୍ୟେ ଥାଇ ଅଜ୍ଞାନେ ଜୀବନ ଜାଣଇ ଅଶେଷ ମହିମା ଯେ ଧରେ। କିବା ଉପମା ଦେବା ତାରେ ସକଳ ଭୂତେ ହରି ବସେ କ୍ଷେତ୍ରଜ୍ଞ ରୂପେ ପରକାଶେ। ଅଗ୍ନି ଯେସନେ କାଷ୍ଠେ ଥାଇ ସେ ରୂପେ ବିଶ୍ୱ ଆତ୍ମା ସେହି। ଭୂତ ଇନ୍ଦ୍ରିୟ ମନ କରି ନିର୍ମିତ ଅଟେ ଭୂତ ଚାରି ସ୍ୱତନ୍ତ୍ରେ ସେହୁ ଦେହେ ଥାଇ ବିଷୟ ଭୋଗକୁ କରାଇ। ଦେବ ତିର୍ଯକ ନର ଆଦି ଯେ ଲୀଳାବତାର ପ୍ରସିଦ୍ଧି ତହିଁରେ ଅନୁରକ୍ତ ହୋଇ ପାଳଇ ସତ୍ୱ ଗୁଣ ବହି। ସେ ହରି ଚରଣ ପଙ୍କଜ ସୁଜନେ ମନ ଦେଇ ଭଜ କହଇ ଦାସ ଜଗନ୍ନାଥ ଗୀତ ପ୍ରବନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ परमहंस्यां संहितायां प्रथमस्कन्धे नैमिषेयोपाख्याने भगवदनुवर्णनं नाम द्वितीयोऽध्यायः।